ଯେବେ ସେ ଗହିରରେ ପଡି ରତ୍ନ ସିଂହାସନ କମ୍ପିତ ହେଲା, ପଣ୍ଡିତ ମଣ୍ଡଳୀ ବାହାରିଲେ, ଜଗନ୍ନାଥ ଗରୁଡକୁ ଡାକିଲେ, ଉପରେ ବସି ପଡିଲେ। ଡାକିଲେ, ଲକ୍ଷ୍ମୀ ପ୍ରଭୁ କୁଆଡେ ଯାଉଛ? ଡାକିଛି ପରା ବଳିଆ, ମୁଁ ଯିବି ଦେଖା କରିବାକୁ। ମୁଁ ଆପଣଙ୍କ ସହିତ ଯିବି ପ୍ରଭୁ। ତମେ ଯିବ? ଅଭିଶାପ ଦେଇଥିଲ ତମେ ଅପନ୍ତରରେ ପଡିବ ବଳରାମ ଦାସ, ତମେ ମୋ ସାଙ୍ଗରେ ପୁନର୍ବାର କେମିତି ଯିବ ଲକ୍ଷ୍ମୀ? ମୁଁ ଯିବି ମୋ ପୁଅକୁ ଦେଖିବା ପାଇଁ। ବୋଲେ ପ୍ରଭୁ କି କଥା କହୁଛ? ନାରୀ ଜାତିକୁ ନ୍ୟାୟ ଅଧିକାର ଦେ। ହଇଲ ଘର ଭାଙ୍ଗି ମୁଁ ସାବିତ୍ରୀ, ଏ ଯୋଉ ବ୍ରହ୍ମା ବୁଢାକୁ ବାହା ହେଇଛୁଟି ମୋ ଦାଢିଆ ସାବିତ୍ରୀ ସାବିତ୍ରୀ ଆଲୋ ସୁବର୍ଣ୍ଣ ଟିକେ ନାଇଁ ଯେ ରୂପା ରାଗ ଲଗେଇ ଯାଇଛୁ। ମୋ ସୁବର୍ଣ୍ଣ ନେଇକି ଯାଉନୁ, ମୋ କାନକୁ ଦେଖ, ମୋ ହାରକୁ ଦେଖ, ମୋ ବାଳକୁ ଦେଖ। ହଇଲ ଟେରି ଆଲୋ ସିଆଡେ ଆଳିଆରେ ଅନେଇ ଥାବୁ, ଯାଇକି ପଟା ମୁଣ୍ଡେଇରେ ପାଇଥବୁ। ହେଇଟି ସେମିତି କହିବୁନି। ଲଜ୍ଜା ସରମ ଅଛି, ଯାଇକି ଚଣ୍ଡାଳ ଘରେ ଯାଇକି ଖାଇଲୁ। ତୋର ଜାତି ଗୋତ୍ର ଠିକ ନାହିଁ। ହେଲେ ମତେ କହୁଛୁ ଏତେ ବଡ ସଭାରେ ମୁଁ ଚାଲିଗଲେ ପଦ୍ମ ଫୁଟି ବେଶୀ ଫୁଟାନି, ତଣ୍ଟି ଚିପି ଦେବି। ଓଳିଆ ହେଲା ମୁଁ ଦେଖୁଛି, ମୋ ପିଲାଟାର ତମେ ମୁଣ୍ଡ ଖରାପ କରି ସାରିଲଇ। ପାର୍ବତୀ ଆଉ ଲକ୍ଷ୍ମୀ କଣ କିଲୋ? ମୋ ଓଳିଆ ହେଲା, ମୋ ପୁଅଟାକୁ ତମେ ବତୁରଉଛ। ବତୁରଉଛୁ ନା ଓଦା କରୁଛୁ ତା ପୁଅକୁ? ଚୁପ୍ ବତଉଛ କହୁନ? ବସ୍। ବାଉଛୁ ବା। ଆରେ ଧନରେ ମା କହ, ଶୁଣା ଯାଉଛି। ଏକଇର ବଳା ତୁମର ବିଶିକେଶନ। ହଁ ମା। ତତେ ସଭାକୁ ଡାକିଲେନି ବୋଲି ମୋ ଉଡୁମ୍ବ ପଡିଲା। ମୋ ପିଲାଟାକୁ ଚୁଡ଼ା ଭଜା ପଡୁଥବ। କାହିଁ ତମେ ପାଟି କରୁଛ? 3% ବସ ଦେଲି ଥାର୍ଡ ପର୍ସନ ସେମାନେ। ଧନରେ ହଁ ମୁଁ ଜାଣିଛି, ମୁଁ ହଉଛି ତୋ ମା ସାବିତ୍ରୀ। ସାବିତ୍ରୀ ସାବିତ୍ରୀ ମା। ହଁ କହିଲ ତମେ ମା କଣ କହୁଛ? ଧନ ହଁ ମା ଶୁଣା ଯାଉଛି। ଏଇ ଗର୍ଭରେ ଦେଖ, ହଁ ଏଇ ଗର୍ଭରେ ତତେ 15 ମାସେ ବହିଛି। ନାଇଁ 20 ମାସ ବହିଲୁ। ଦେଖିଛି ତତେ ଆଶା ଖରାପ ଭାବୁଥିବ। କେତେ ପୋଥି ପାଞ୍ଚଣ ମୁଁ ନ ଖାଇଛି ରେ ତତେ ଜନ୍ମ କଲା। ଆଲୋ କେତେ ଠେଙ୍ଗା ଖାଇ ଦେଇଥିବୁ ଲୋ। ତିନିଟା ଖୁଣ୍ଟି ମୁଁ ଭାଙ୍ଗି ଦେଇଛି। କାଇଁ ବନ୍ଧା ହେଇଥିଲୁ କି? 2 ଦିନ ମୋର ପିଅନ ଆଇଲାନି। ପେନ କହୁନ, ପେନ ପେନ। ଓହୋ ଆଚ୍ଛା, ଜନ୍ମ କରିବା ପାଇଁ ତାହେଲେ କଣ କହିଲେ ସାବିତ୍ରୀ କହିଲ? ଖାଲି ଗୋଟେ କଥା କହିଛି ଏ ସଭାରେ, ହଁ ମା। ସାବି ସାବି ତୁ ମତେ ବଡ କହିଦେଲେ, ଏ 2 ଜଣକୁ ଦେବି ଦାବି। ସାବି ଦେବି ଦାବି। ସାବି ସାବି ତୁ କହିଲେ ଦି ଜଣକୁ ଦେବି ଦାବି। ସାବି ସାବି ତୁ କହିଲେ ଦି ଜଣକୁ ଦେବି ଦାବି। ଦେବି ଦାବି, ଦେବି ଦାବି, ରହ ରହ। ଦେବି ଦାବି, ଦେବି ଦାବି। ମା ତତେ ବନ୍ଦନୀୟ ଉପାଧି ଦିଆଯାଇଥାନ୍ତା, ତୁ ନିଷ୍କଳଙ୍କ, କିନ୍ତୁ ତୋର ଦୁର୍ଗୁଣ ଅଛି ମା। ମୋର ଗୋଳମାଳ ହଁ ଶୁଣିବୁ ମା, ଶୁଣେ। ସତ୍ୟ ଯୁଗେ ଶଙ୍ଖାସୁର ବେଦ ଚୋରି କଲା ବେଦ ଚୋରି କଲା, ଇଏ ବେଦ ସହିତ ରେ ମାତା। ଘେନି ଗଲା। ସତ୍ୟ ଯୁଗରେ ବେଦକୁ ଚୋରି କଲା ଶଙ୍ଖାସୁର ପଣ୍ଡିତେ ଲକ୍ଷ୍ମୀ ପାର୍ବତୀ ସାବିତ୍ରୀଙ୍କର ଦୁର୍ଗୁଣକୁ ନାରଦ ବଖାଣିଲେ। ସାବିତ୍ରୀଙ୍କୁ ହରଣ କରିବା ପାଇଁ, ରାକ୍ଷସ ଚୋରି କରିବା ପାଇଁ ପ୍ରୟାସ କଲା। କହିଲା ସତୀ ସ୍ୱାଧୀ ପତିବ୍ରତା ନାରୀର କରକୁ ରାକ୍ଷସ ଚୋରି କରିବା ପାଇଁ ପ୍ରୟାସ କଲେ। ତାର ସତୀ ତ ପତିବ୍ରତା ବ୍ରତ ମା ଭାଙ୍ଗି ଯାଏଲୋ। ସେଇଥିପାଇଁ ତତେ ଶ୍ରେଷ୍ଠ ଶବ୍ଦ ଦିଆଯିବ ନାହିଁ, ତୁ କଳଙ୍କିତ। ତାହେଲେ ପଣ୍ଡିତେ ଆଜିକାଲି କଲେଜ ପଢୁଆ ଝିଅ ମାନେ ରାତି ପାଇଲେ ତ ପଣ୍ଡିତେ ବସ୍ କଣ୍ଡକ୍ଟର ତାଙ୍କୁ ଧୀର ସ୍ଥିର ତଳେ କି ନେଇ ଛାଡ଼ି ଦିଏ। କେତେ ଝିଅ ମାନେ କଲେଜ ପଣ୍ଡିତେ ପଢିଲା ବେଳେ ସମସ୍ତେ ତ ବଜାରକୁ ବା ସମସ୍ତେ ସେଇ ମାର୍କେଟକୁ କୌଣସି କଲେଜକୁ ଗଲା ବେଳେ ସେ ସମସ୍ତେ ବସରେ ବସିକି ଯାଆନ୍ତି। ଆଚ୍ଛା, ବସ୍ କଣ୍ଡକ୍ଟର ଭାଇ ତ ତଳକୁ ଛାଡ଼ିଦେବ ଝିଅମାନଙ୍କୁ, ସେମାନେ ତ କଳଙ୍କିତ ହୋଇଯାନ୍ତି। ସାବିତ୍ରୀ ତାହେଲେ କାହିଁ କଳଙ୍କିତ ହେଲେ? ନାଇଁ ନାଇଁ, ମୁଁ କଣ କି କଥା, ହଁ ଯେତେବେଳେ ବେଦକୁ ଚୋରି କଲା ଶଙ୍ଖାସୁର, ହଁ ମତେ ବୟସ କେତେବେଳେ ସେତେବେଳେ କେତେ ଜାଣିଛୁ? କେତେ ହେଇଥିଲା? ମାତ୍ର 17 ନା 18 ବର୍ଷ ହେଇଥିଲା। ହଁ ଏବେ 63 ହେଲାଣି। ହଁ ଦେଖ ମୁଁ କେତେ ଅଣ ଫିଟ୍। ଫିଟିବ। କାହିଁକି ଆଜ୍ଞା ଝିଅ ଅପବିତ୍ର ହୁଅନି? ମାନସିକତା, ରାକ୍ଷସର ପବିତ୍ରତା ଭାବନା ନଥିଲା। ସେଇଥିପାଇଁ କଲେଜ ପଢନ୍ତୁ ଝିଅ ମାନେ ପଛକେ ବସରେ ଯାଆନ୍ତୁ, କିନ୍ତୁ ତଳକୁ ତାଙ୍କ ହାତ ଧରି ଡ୍ରାଇଭର କିମ୍ବା କଣ୍ଡକ୍ଟର ଓହ୍ଲାଇଲେ ମଧ୍ୟ ସେ କଳଙ୍କିତ ହୁଅନ୍ତିନି। କାହିଁକି ନା ମାନସିକତା ତାର ପବିତ୍ରତା ଥାଏ। ବା
এই ଯୋଉ ବସ୍ ଭାଇମାନଙ୍କର ମାନସିକତା ପବିତ୍ରତା ଥିବାରୁ ସେମାନଙ୍କ ଉପରେ ପ୍ରଭାବ ପଡେ ନଥାଏ। ଦେବତାମାନଙ୍କ ସଭାରେ ପଣ୍ଡିତେ କଳଙ୍କିତ କହିଲେ ସାବିତ୍ରୀଙ୍କୁ ମା, ସେଇଥିପାଇଁ ତତେ ଶ୍ରେଷ୍ଠ ଶବ୍ଦ ଦିଆଯାଇ ପାରିବ ନାହିଁ। ମତେ ଖାଲି ଧରି ପକେଇଲା ହଁ, ମତେ କଣ ଛୁଇଁଛି ମୋର ଗୋଳମାଳ ନାହିଁ। ତାହେଲେ ପଣ୍ଡିତ ଆଜ୍ଞା ତ୍ରିଶକ୍ତି କି ଭଗବାନ ସାମ୍ନାରେ ଶ୍ରେଷ୍ଠ